ଆଜ୍ଞା ମୋ ନାଁ ଅମ୍ବିକା ପ୍ରସାଦ ମିଶ୍ର, କାଦପଡ଼ା ଗ୍ରାମ ପଞ୍ଚାୟତ 1 ନମ୍ବର ୱାର୍ଡ, ଜଗତସିଂହପୁର। ଆପଣଙ୍କ ୱାର୍ଡରେ କେମିତି କଣ ସବୁ ବ୍ୟବସ୍ଥା କରାଯାଇଛି? 5 ବର୍ଷରେ କଣ ସବୁ ବ୍ୟବସ୍ଥା ବିକାଶ? ବିକାଶ କଥା କହିଲେ ବହୁତ ଖରାପ ହବ। ବିକାଶ କିଛି କାଦପଡ଼ା ୱାର୍ଡ ତ ଛାଡ଼, ପଞ୍ଚାୟତରେ ମଧ୍ୟ କୌଣସି ବିକାଶ କରାଯାଇ ନାହିଁ 5 ବର୍ଷ ଭିତରେ। ବିକାଶ କୋଉମାନେ କରିଛନ୍ତି ନା ଯୋଉମାନେ ରହିଲେ ତାଙ୍କ ସହିତ, ଏମଏଲଏଙ୍କ ସହିତ ଏବଂ ଏମଏଲଏଙ୍କ ପାଖରେ ରହିଲେ। ବିକାଶ କେବଳ ସେଇମାନଙ୍କର ହେଇଯାଇଛି, ସାଧାରଣ ଲୋକମାନଙ୍କର କାହାରି ଉପକାର ମଧ୍ୟ ହେଇନାହିଁ। ବିକାଶ ବହୁତ ଦୂରରେ ଆଜ୍ଞା, ବିକାଶ ପାଖରୁ ପଞ୍ଚାୟତବାସୀ ବହୁତ ଦୂରରେ। ଆପଣ ୱାର୍ଡରେ ପାଣି ବ୍ୟବସ୍ଥା କରାଯାଇଛି? ପାଣି ରାସ୍ତା ତ ଆପଣ ଦେଖିପାରୁଥିବେ, ଏଠି ରାସ୍ତାର ଅବସ୍ଥା ଯୋଉ ଭଳି ଅଛି, ସବୁ ଫଟେଇ ଫାଟେଇ ଚାରିଆଡେ ପାଇପ୍ ଯୋଗେଇ ଦେଲେ, କିନ୍ତୁ ଆଜିକି ବର୍ଷେ ହବ ଆମେ ଦେଖୁଛୁ ଯୋଉ ଅବସ୍ଥାରେ ସେଇ ଅବସ୍ଥା। ପାଣି ସ୍ୱପ୍ନ। ଟାଙ୍କି ହେଇଛି କିନ୍ତୁ ଟାଙ୍କିରେ ପାଣି ନାହିଁ, କି କୌଣସି ଘରକୁ ସଂଯୋଗ ମଧ୍ୟ ଆଜି ପର୍ଯ୍ୟନ୍ତ ନାହିଁ। ଏ ବାବଦରେ ମୁଁ ମଧ୍ୟ ନିଜେ ଆମର ଯିଏ RWSS ର ଯିଏ ଜେଇ ଅଛନ୍ତି, ତାଙ୍କ ପାଖକୁ ମଧ୍ୟ 5 ଥର ଯାଇଛି। ଯେ ମ୍ୟାଡମ, ସ୍ମିତା ମ୍ୟାଡମ ତାଙ୍କ ନାଁ, ଯେ ମ୍ୟାଡମ ବିଶେଷ କରି ତାଙ୍କୁ ଅନୁରୋଧ କରେ, ମ୍ୟାଡମ ପାଣି ତ ନହେଲା ନାହିଁ ଯାହା ହେଲା, ଆପଣ ଯୋଉ ରାସ୍ତା କନେକ୍ସନ ଗୁଡା ସବୁ ଫଟେଇ ଦେଲେ, ସେଗୁଡାକ କେମିତି ମରାମତି ହବ? ଲୋକ ପଡୁଛନ୍ତି ରାତି ଅଧରେ, ଯୋଉ ଖାଲ ଖମା କରିଦେଲେ ତାକୁ କେମିତି ବ୍ୟବସ୍ଥା କରନ୍ତୁ ପୋତିବାର। ସିଏ ସବୁବେଳେ ଗୋଟେ ଭଲ ହଁ ମାରନ୍ତି, କିନ୍ତୁ କାର୍ଯ୍ୟ ଶୂନ୍ୟ। ଆଉ ବିଧାୟକ ଆପଣଙ୍କ ପଞ୍ଚାୟତ କିଏ କଣ ଆସିକି କଣ କେମିତି ଦେଖୁଛନ୍ତି ସମସ୍ୟା ବିଧାୟକଙ୍କୁ କଣ? ଆଜ୍ଞା ଆମେ 19 ଇଲେକ୍ସନରେ ଥରେ ଦେଖିଥିଲୁ। ସେ ଆମ ଗାଁକୁ ଆସିଥିଲେ ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ମୋ ପାଖରେ ଆଉ 17 ଦିନ ସମୟ ରହିଲା, ମୁଁ ନିର୍ବାଚନ ମଣ୍ଡଳୀକୁ କଭର କରିବାକୁ। ତେଣୁକରି ଏଇଟା ତ ସମ୍ଭବ ନୁହେଁ, 17 ଦିନରେ ମୁଁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀକୁ କଭର କରିପାରିବି ନାହିଁ ୱାର୍ଡ ସ୍ତରରେ। ଆପଣ ମାନେ ମତେ ଏଥରକ ଚାହାନ୍ତୁ, ମୁଁ ଜିତି ସାରିବା ପରେ ପଞ୍ଚାୟତର ବିଭିନ୍ନ ଯେତୋଟି ୱାର୍ଡ ରହିଲା, ମୁଁ ୱାର୍ଡ ସ୍ତରରେ ଲୋକଙ୍କ ସହିତ ମିଶିବି, ସଂଗଠନକୁ ଆଗେଇ ମଧ୍ୟ ନେବି ଏବଂ ପଞ୍ଚାୟତର କେମିତି ଉତ୍ତରୋତ୍ତର ଉନ୍ନତି କରାଯିବ ସେ ବାବଦରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବି। କିନ୍ତୁ ଦୁଃଖର ବିଷୟ, ଆମେ ତାଙ୍କୁ ସେତିକିବେଳେ ଯାହା ଥରେ ଟିକେ ଦେଖିଥିଲୁ, 5 ବର୍ଷ ଭିତରେ ତାଙ୍କୁ ଥରେ ମଧ୍ୟ ଦେଖି ମଧ୍ୟ ପାରିନୁ। ଉନ୍ନତି ହବା ବହୁତ ଦୂରର କଥା, ତାଙ୍କୁ ଆମେ ଥରଟେ ଦେଖି ମଧ୍ୟ ନାହୁଁ। ଆଉ କେତେଟା ଗଣ ଦେହତ ରହିଲା ଇଲେକ୍ସନ, କଣ କେମିତି କାହାକୁ ଭୋଟ ଦେବେ? ଇଲେକ୍ସନ ଆମେ ଏଥରକ ପରିବର୍ତ୍ତନ ଚାହୁଁଛୁ, କାହିଁକି ନା ଆମେ ଦୀର୍ଘ ବିଷ୍ଣୁ ଦାସଙ୍କ ପିରିୟଡରୁ ଆମେ ବିଜେଡି ଦଳରେ ଥିଲୁ, କିନ୍ତୁ ଆଉ ମନସ୍ଥ କରିଛୁ ସେ ଦଳକୁ ଆମେ ଆଉ ଭୋଟ ଦବୁ ନାହୁଁ। କାହିଁକିନା ରାଜ୍ୟର ଅବସ୍ଥା ଯୋଉ ଭଳି ଅଛି ଆମେ ଦେଖୁଛୁ, ପଞ୍ଚାୟତର ଅବସ୍ଥା ତା ଚାଇଁ ଆହୁରି ଖରାପ। ଆଉ ଏ ଦଳକୁ ଭୋଟ ଦେଇ ଆଉ କିଛି ଲାଭ ନାହିଁ।